ଯୋଗର ଆଦର୍ଶ ଏବଂ ଜିଜ୍ଞାସା ନେଇ ଆସିଥିବା ସମସ୍ତ ଜିଜ୍ଞାସୁ ବୃନ୍ଦ ଏବଂ এই ବିବେକାନନ୍ଦଙ୍କର ଆଦର୍ଶ ଏବଂ ତାଙ୍କର ଜୀବନୀକୁ ଉପଲବ୍ଧି କରିବାକୁ ଆସିଥିବା ଜିଜ୍ଞାସୁମାନ ସମସ୍ତଙ୍କୁ ମୋର ହୃଦୟଗତ ପ୍ରଣାମ। ଆଜି ସ୍ୱାମୀଜୀଙ୍କର 153ତମ ଜୟନ୍ତୀ ଉତ୍ସବ। ସେ ବଞ୍ଚିଥିଲେ କେବଳ 39 ବର୍ଷ, କହିଗଲେ ଅନନ୍ତ ଜନ୍ମର ମାନବିକତାର କଥା। ମଣିଷ ବଞ୍ଚିଲେ କେବଳ 39 ବର୍ଷ ଏବଂ ସମସ୍ତ ଦିବ୍ୟ ଭାବକୁ ସେ 39 ବର୍ଷ ଭିତରେ ମଣିଷ ଖୋଜୁଥିବା ସମସ୍ତ ସତ୍ୟତା, ସତ୍ୟ, ସମସ୍ତ ଶାନ୍ତି, ସମସ୍ତ ପ୍ରେମକୁ ଏ ଜଗତର ମାନବ ପାଇଁ ବିତରଣ କରିଗଲେ ଅଜସ୍ର ଆନନ୍ଦର ସହିତ। When life is extend and expands, that is called great. When life is construction, that is the death. ଜୀବନଟା ଯେତେବେଳେ ସଂକୁଚିତ ହୁଏ ସେତେବେଳେ ମୃତ୍ୟୁକୁ ଉପଲବ୍ଧି କରେ। ଜୀବନ ଯେତେବେଳେ ବ୍ୟାପକ ଓ ବିସ୍ତୀର୍ଣ୍ଣ ରୂପରେ ବ୍ୟବହାର ହୁଏ ସେତେବେଳେ ମଣିଷ ମହାମାନବ ରୂପରେ ଅବତୀର୍ଣ୍ଣ ହୁଏ। ଆମେ ଦେଖିବା ଯେତେବେଳେ ବିବେକାନନ୍ଦଙ୍କୁ ସେତେବେଳେ ଲାଗେ ମଣିଷ ବାସ୍ତବରେ କେତେବେଳେ ମାନବିକତାକୁ ପାଇଛି। ମଣିଷ ବାସ୍ତବରେ ମାନବିକତାକୁ ପାଇଛି କେତେବେଳେ? ଯେତେବେଳେ ପର୍ଯ୍ୟନ୍ତ ମଣିଷ ପ୍ରକୃତି ଅନୁବୋଧ ହୋଇ ଜୀବନ ଧାରଣ କରୁଥିବ ସେତେବେଳେ ପର୍ଯ୍ୟନ୍ତ ତା ଭିତରେ ଥିବା ପଶୁତ୍ୱ ବାରମ୍ବାର ତାକୁ ତାଡ଼ନା ଦେଉଥିବ। ଯେତେବେଳେ ମଣିଷ ଭିତରେ ଏହି ପଶୁତ୍ୱର ବିନାଶ ଘଟେ ସେତେବେଳେ ଦିବ୍ୟତାର ପରିପ୍ରକାଶ ଘଟେ। ସ୍ୱାମୀଜୀ କହନ୍ତି ଏହି ଦିବ୍ୟ ଜୀବନକୁ ଯେତେବେଳେ ପ୍ରାଚୀନ ଯୋଗୀ ମହର୍ଷିଗଣ ଜଗତକୁ ଆସିବେ ଏବଂ ମହତ୍ତର ଯୋଗୀମାନେ ଏହି ଜଗତରେ ତାଙ୍କ ସହିତ ଅବତୀର୍ଣ୍ଣ ହୋଇ ଏହି ଦିବ୍ୟ ଭାବକୁ ପ୍ରକାଶ କରିବେ ସେତେବେଳେ ଭାରତର ସାରା ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ନର ନାରୀ ନିଜର ସେହି ଦିବ୍ୟତା ପ୍ରକାଶ ପାଇଁ ଶତପ୍ରଭୃତ ଭାବରେ ସେମାନେ ବାହାରି ପଡ଼ିବେ। ଏହା ଥିଲା ସ୍ୱାମୀଜୀଙ୍କର ଅନ୍ତିମ ବାର୍ତ୍ତା। ଆମେ ଦେଖିବା ସ୍ୱାମୀଜୀଙ୍କୁ ସେ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାରରେ ଶିକ୍ଷାର ଭାବକୁ ପ୍ରଦାନ କରିଛନ୍ତି। ଯେତେବେଳେ ସେ ଯୁବକମାନଙ୍କ ପାଇଁ କହନ୍ତି ସେତେବେଳେ ଆମେ ଯଦି ବାସ୍ତବରେ ସ୍ୱାମୀଜୀଙ୍କର ମୂର୍ତ୍ତି ସମ୍ମୁଖରେ ଖଡ଼ା ହେବା, ତାଙ୍କର ପ୍ରତିମୂର୍ତ୍ତି ସମ୍ମୁଖରେ ଆଜି ଯେତେବେଳେ ମୁଁ ଖଡ଼ା ହେଲି ସେତେବେଳେ ଦେଖିଲି ମଣିଷ ଦର୍ପଣ ଆଗରେ ଖଡ଼ା ହେଲେ ନିଜର ରୂପକୁ ଦେଖେ, ମଣିଷ ଯୋଗୀ ଆଗରେ ଖଡ଼ା ହେଲେ ନିଜର ଜୀବନର ଅନୁଶୀଳନତାକୁ ଦେଖିପାରେ। ଯେତେବେଳେ ନିଜର ଜୀବନର ଅନୁଶୀଳନ କରିବାର ଅଛି, ନିଜର ଦିବ୍ୟ ଜୀବନକୁ ଦେଖିବାର ଅଛି, ତାହେଲେ ଯୋଗୀ ସମ୍ମୁଖରେ ଖଡ଼ା ହୋଇଯାଅ। ତମ ଭିତରେ ଆପେ ଆପେ ଅନୁଶୀଳନ ଆସିଯିବ ଯେ ଦିବ୍ୟତା କ'ଣ, ଅନ୍ତର ଜୀବନର ଯେଉଁ ପ୍ରକାଶ ସ୍ୱାମୀଜୀ ଚାହୁଁଥିଲେ ମାନବ ଭିତରେ ସେହି ଅନ୍ତର ଜୀବନର ପ୍ରକାଶକୁ ଉପଲବ୍ଧି କରିପାରିବା। ଆମେ ଯେତେବେଳେ ଗଭୀର ଭାବରେ ଆଉ ସ୍ୱାମୀଜୀଙ୍କୁ ଦେଖିବା, ସ୍ୱାମୀଜୀ କହନ୍ତି ମଣିଷ ଶିଶୁକୁ ଯଦି ସେହି ପ୍ରତିମୂର୍ତ୍ତିକୁ ଦେଖେଇବା ସେ ଅଜ୍ଞାନ ବୋଲି କହିବ, ଯେତେବେଳେ ବାର୍ଦ୍ଧକ୍ୟକୁ ଦେଖେଇବା ସେହି ପ୍ରତିମୂର୍ତ୍ତିକୁ ସେ କହିବ ଏ ସାଧାରଣ ଜଣେ ମଣିଷ। କିନ୍ତୁ ଯେତେବେଳେ ଯୁବପିଢ଼ି ଦେଖନ୍ତି ଏହି ମୂର୍ତ୍ତି
ସ୍ୱାମୀଜୀଙ୍କର ପ୍ରତିମୂର୍ତ୍ତି को ଯେତେବେଳେ ଯୁବପିଢ଼ି ଦେଖନ୍ତି ସେତେବେଳେ ନିଜ ଭିତରେ ଯେଉଁ ଉତ୍ସାହ ଯେଉଁ ତେଜ ଯେଉଁ ସୁନ୍ଦରତା ପ୍ରକାଶ ପାଏ ତାହା ବାସ୍ତବରେ ଗୋଟିଏ ଯୁବପିଢ଼ିର ହୃଦୟ। ସ୍ୱାମୀଜୀ ଦେଖିବାକୁ ଚାହୁଁଥିଲେ ଯୁବକମାନଙ୍କ ଭିତରେ କେବଳ ଧର୍ମର ପ୍ରବାହ ତୀବ୍ର ହୋଇପାରେ, ଧର୍ମର ପ୍ରଗତି ତୀବ୍ର ହୋଇପାରେ, ଧର୍ମର ପ୍ରସାର ତୀବ୍ର ହୋଇପାରେ, ଧର୍ମର ପ୍ରତିଷ୍ଠା ତୀବ୍ର ହୋଇପାରେ। ଏହା ସ୍ୱାମୀଜୀଙ୍କର ସେହି ବାର୍ତ୍ତା ଥିଲା। ଆଜି ଆମେ ଯେଉଁ ସ୍ୱାମୀଜୀଙ୍କର 153ତମ ଜୟନ୍ତୀ ଉତ୍ସବ ପାଳନ କରୁଛୁ, ସେହି 53ତମ ଜୟନ୍ତୀ ନୁହେଁ, ଅନନ୍ତ ଜନ୍ମ ପର୍ଯ୍ୟନ୍ତ ଏହି ଜୟନ୍ତୀ ପାଳନ କରୁଥିବା ସ୍ୱାମୀଜୀଙ୍କର ଶେଷ ଯେଉଁ ଇଚ୍ଛା ଥିଲା, ମୋର ଏହି ଶବ୍ଦ ଯେତେଦିନ ପର୍ଯ୍ୟନ୍ତ ଜଗତର ପ୍ରତ୍ୟେକ ମାନବକୁ ମୁକ୍ତି ରାଜ୍ୟରେ ନ ପହଞ୍ଚାଇଛି ସେତେବେଳ ପର୍ଯ୍ୟନ୍ତ ମୁଁ ମୋର ଏହି ଭାବକୁ ଏହି ଜଗତରେ ତୀବ୍ର ରୂପରେ ବ୍ୟବହାର କରୁଥିବି। ଆମେ ଯେତେବେଳେ ସ୍ୱାମୀଜୀଙ୍କର ଆଉ ଗଭୀରତମ ଭାବକୁ ଦେଖିବା ସେତେବେଳେ ଆମେ ଦେଖୁ ଏହି ଦିବ୍ୟତା ଆସିଲା କୋଉଠୁ, ଏହି ପ୍ରେରଣା ଆସିଲା କୋଉଠୁ ସ୍ୱାମୀଜୀଙ୍କର ଭିତରେ। ମଣିଷ ଯେତେ ଦିନ ପର୍ଯ୍ୟନ୍ତ ଏହି ବାସନା ଅନ୍ତର୍ଗତ ଏହି ଜୀବନ ଅତିବାହିତ କରିଥିବ ସେତେ ଦିନ ପର୍ଯ୍ୟନ୍ତ ସେ ଏହି ଦୁଃଖ ଅଶାନ୍ତି ଏହି ପୀଡ଼ା ଏହି ସମସ୍ତ ଯନ୍ତ୍ରଣା ସହିତ ବଞ୍ଚିବ। ଯେଉଁଦିନ ସେ ଗୁରୁଙ୍କର ସାନ୍ନିଧ୍ୟ ଲାଭ କରିବ ସେହିଦିନ ଠାରୁ ଜୀବନରେ ବାସ୍ତବିକ ଜୀବନ କଣ ବୁଝିବାକୁ ପଡ଼ିବ। ଜୀବନ ସମସ୍ତେ କହନ୍ତି କ୍ଷୁଦ୍ରତା ରୂପକ ଜୀବନ ମଣିଷ ବଞ୍ଚେ, ତେଣୁକରି ତାକୁ ପଶୁ କୁହାଯାଏ। ବ୍ୟାପକ ଜୀବନ ସେ ବ୍ୟବହାର କରି ଜାଣେ ନାହିଁ, ତେଣୁ ତାକୁ ଦିବ୍ୟତା କୁହାଯାଏ ନାହିଁ। ମଣିଷ ଭାବେ ଏହି ପାଠ ଶାଠ ପଢ଼ି ବିଭିନ୍ନ ପ୍ରକାର ସାର୍ଟିଫିକେଟ୍ ଅର୍ଜନ କରି ବିଭିନ୍ନ ପ୍ରକାର ମାନ ସମ୍ମାନର ଅଧିକାରୀ ହେଇ ବିଭିନ୍ନ ପ୍ରକାର ଅର୍ଥ ଲୋଭର ଅଧିକାରୀ ହେଇ ନିଜକୁ ଶ୍ରେଷ୍ଠ ବୋଲି ଭାବେ, କିନ୍ତୁ ଆଚରଣରେ ଆସେ କେବଳ ତାର ସେହି କଲୁଷିତ ସ୍ୱଭାବ। କିନ୍ତୁ ଯେତେବେଳେ ଦିବ୍ୟତା ଲାଭ ହୁଏ, ଗୁରୁଙ୍କର ଦ୍ୱାରା ନିର୍ମିତ ହୁଏ ସେ ଗୋଟେ ଧର୍ମର ପ୍ରତିଷ୍ଠିତ ପୁରୁଷ, ସେ ଜଗତକୁ ଗୁରୁ ବି ଦେଖେଇ ଦିଅନ୍ତି ଏ ଧର୍ମର ପ୍ରତିଷ୍ଠିତ ପୁରୁଷ। ଏହା ଭିତରେ ତମେ ଧର୍ମ ଶିଖ, ଏହା ଭିତରେ ତମେ ଆଚରଣ ଶିଖ, ଏହା ଭିତରେ ତମେ ତୁମର ପଶୁତ୍ୱକୁ ବଳି ଦେବାର ସ୍ୱଭାବକୁ ଶିଖ। ଏହି ଶବ୍ଦ ଯେତେ ଦିନ ପର୍ଯ୍ୟନ୍ତ ମଣିଷର ଅନ୍ତରାତ୍ମାକୁ ଭେଦ କରିନାହିଁ ସେତେ ଦିନ ପର୍ଯ୍ୟନ୍ତ ମଣିଷ ଜାଗ୍ରତ ହୋଇପାରିବ ନାହିଁ। ସେ ଗୋଟିଏ ପଶୁ ବିଶେଷ ହିଁ ନଚେତ ରହିଯିବ। ନିଜର ଦିବ୍ୟତାର ପ୍ରକାଶକୁ ଯଦି ଦେଖିବାର ଅଛି, ନିଜର ଜୀବନକୁ ଯଦି ବହୁମୂଲ୍ୟ ଆକାରରେ ଦେଖିବାର ଅଛି, ନିଜ ଜୀବନକୁ ଯଦି ବାସ୍ତବରେ ଏହି ଜଗତର ବ୍ୟାପକ ଭୂମିରେ ବିଚରଣ କରାଇବାର ଅଛି, ତାହେଲେ ଆମେ ସ୍ୱାମୀ ବିବେକାନନ୍ଦଙ୍କର ଯେଉଁ ଆଦର୍ଶକୁ ଦେଖୁଛୁ, ତାଙ୍କର ଯେଉଁ ପ୍ରଗତିକୁ ଦେଖିଛୁ, ତାଙ୍କର ଭିତରେ ଯେଉଁ ସ୍ପନ୍ଦନକୁ ଦେଖିଛୁ, ତାଙ୍କର ଭିତରେ ଯେଉଁ ପ୍ରେରଣାକୁ ଦେଖିଛୁ, ତାଙ୍କର ଭିତରେ ଯେଉଁ ଉତ୍ସାହକୁ ଦେଖୁଛୁ, ସେହି ଉତ୍ସାହ କୌଣସି ପୁସ୍ତକ ଦେଇପାରେ ନା, କୌଣସି ଉପଦେଶ ଦେଇପାରେ ନା। ତାହା କେବଳ ଗୁରୁଙ୍କର ଦ୍ୱାରା ନିର୍ମିତ ହୋଇଥିବା ଏକ ଆଧ୍ୟାତ୍ମିକ ସ୍ୱଭାବ ମାତ୍ର। ଆଉ ଏହି ଜୀବନକୁ ଆମେମାନେ କେତେ ଦେଖିଛୁ, ଆମେ ଜୀବନକୁ କେତେ ଭାବରେ ବ୍ୟବହାର କରୁଛୁ। ଯଦି ଆମେ ସ୍ୱାମୀଜୀଙ୍କୁ ଦେଖିବା, ସେ କହିନାହାନ୍ତି, ସେ କହୁଛନ୍ତି ସମୁଦ୍ରରେ ଯେଉଁ ସ୍ରୋତ ମିଶିଲେ ମଧ୍ୟକୁ ତାକୁ ସାଦରେ ଗ୍ରହଣ କରି ନେଇଯାଆନ୍ତି। ସମୁଦ୍ର ଯେମିତି ଠିକ୍ ସେମିତି ମଣିଷ, ତମେ ଯଦି ବାସ୍ତବିକ ଧାର୍ମିକ ତାହେଲେ ସମଗ୍ର ଧର୍ମକୁ ନିଜ ଭିତରେ ସମାହିତ କରି ନେଇଯାଅ, ଆଉ ଦେଖିବ ସମାହିତ ଭିତରେ ତମେ ଯେଉଁ ଦିବ୍ୟତାକୁ ଉପଲବ୍ଧି କରିବ ତାହା ବାସ୍ତବିକ ଜୀବନରେ ମଣିଷର ଶ୍ରେଷ୍ଠ ଉପଲବ୍ଧି ହେବ ଏବଂ ଦେବତ୍ୱର ପରିପ୍ରକାଶ ମଧ୍ୟ ହେବ। ଏହା ଥିଲା ଯୁବପିଢ଼ି ପାଇଁ ସ୍ୱାମୀଜୀଙ୍କର ଯେଉଁ ବକ୍ତବ୍ୟ। ସେ ଦେଖିଲେ ମାତୃ ସମାଜ ପାଇଁ ଯେତେବେଳେ ତାଙ୍କର ଦିବ୍ୟତ୍ୱ ପ୍ରଦାନ କଲେ, ସେତେବେଳେ ସେ ଦେଖିଲେ ସାରା ବିଶ୍ୱ ବ୍ରହ୍ମାଣ୍ଡରେ ନାରୀ ଜାତିକୁ କେବଳ ଗୋଟିଏ
ବର୍ଜ୍ୟବସ୍ତୁ ଭୋଗବସ୍ତୁ ଭାବରେ ବ୍ୟବହାର କରାଯାଉଛି। ସ୍ୱାମୀଜୀଙ୍କୁ ସେଇଠାରେ ବହୁତ ପୁରାଘାତ ହେଇଥିଲା ତାଙ୍କର ହୃଦୟରେ। ସେ କହିଥିଲେ ଭାରତ ଗୋଟିଏ ଏମିତି ଦେଶ ଯେଉଁ ଦେଶରେ ମହାଶକ୍ତିକୁ ମା ରୂପରେ ଆମେ ଉପାସନା କରୁ, ଆଉ ଏହି ମହାଶକ୍ତି ଉପାସନା କରିବା ନାରୀକୁ ଏହା ଆମର ସନାତନ ଧର୍ମର ପ୍ରତୀକ ଅଟେ। ସେହି ସମ୍ବନ୍ଧରେ ମୁଁ ଟିକେ ବାହାରକୁ ଯାଉଛି ଗୋଟିଏ ଶବ୍ଦ ପାଇଁ। ଯେତେବେଳେ ବିଶ୍ୱାମିତ୍ର ଆସିଥିଲେ ବଶିଷ୍ଠ ଆଶ୍ରମକୁ, ସେଇଠାରେ ମା ଅରୁନ୍ଧତୀ ଥିଲେ। ଆଉ ବଶିଷ୍ଠ ବିଶ୍ୱାମିତ୍ର ପଚାରିଥିଲେ, ତମେ ଆମ ଭିତରେ କଥା ହେଲା ବେଲେ ତମେ କାହିଁ ଭିତରେ ମୁଣ୍ଡ ପୁରଉଛ? ସେଇଠାରେ ମା ଅରୁନ୍ଧତୀ ଗୋଟିଏ କଥା କହିଥିଲେ, ଧର୍ମର ପ୍ରତିନିଧି ଆମେ, ଆଉ ଏହି ଧର୍ମର ପ୍ରତିନିଧିକୁ ପରିଚାଳନା କରନ୍ତି ନିଧିପତି। ସ୍ୱୟଂ ଈଶ୍ୱର ଯେତେବେଳେ ପରିଚାଳନା କରନ୍ତି ଅନ୍ୟ ଭିତରେ ଧର୍ମ ରୂପରେ, ସେତେବେଳେ ଆମେ ତାଙ୍କୁ ମା ରୂପରେ ପାଳନ କରୁ। ଆଉ ଆମେ ଏଇଠୁ ଦେଖିବା ବାସ୍ତବରେ ଯେଉଁ ସମାଜ, ଯେଉଁ ପରିବାର, ଯେଉଁ ଦେଶ ମା ବା ମାତୃଶକ୍ତିକୁ ଯେତେ ନ୍ୟୁନ ସ୍ତରରେ ଦେଖିଛି, ସେହି ଦେଶ ସେତେ ଅନୁନ୍ନତ, ସେହି ମଣିଷ ସେତେ ଅନୁନ୍ନତ, ସେହି ଜାତି ମଧ୍ୟ ସେତେ ଅନୁନ୍ନତ। ତେଣୁ ଏହି ପତ୍ନୀ ରୂପରେ, ସନ୍ତାନ ରୂପରେ ସମସ୍ତେ ତ୍ୟାଗ ହୋଇପାରନ୍ତି, ମାତୃ ରୂପ କେବେ ହେଲେ ତ୍ୟାଗ ହୋଇପାରେ ନା। ସେହି ମାତୃ ରୂପ ଭିତରେ ଥିବା ସହିଷ୍ଣୁତା, ତ୍ୟାଗ ଏବଂ ନିରବଚ୍ଛିନ୍ନତାକୁ ଆସନ୍ତି। ଏହି ଭାରତରୁ ହିଁ ପ୍ରେରିତ ହୁଅନ୍ତି ସାରା ବିଶ୍ୱ ବ୍ରହ୍ମାଣ୍ଡର ପ୍ରଶାନ୍ତି, ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଏହି ଭାରତରୁ ହିଁ ଦିବ୍ୟ ମାନବମାନେ ପ୍ରେରିତ ହୁଅନ୍ତି। ଏହା ଭାରତର ସନାତନ ଧର୍ମର ପ୍ରତୀକ ଅଟେ। ସେ ଯେତେବେଳେ ଏହି ନାରୀ ଜାତିକୁ ଦେଖିଲେ ଆଉ ଭାରତର ସେଠୁ ଦେଖିଲେ, ଭାରତରେ ମା ଶବ୍ଦ କେତେ ମାଧୁର୍ଯ୍ୟ ଭରା, ଏହା ପୃଥିବୀବାସୀଙ୍କୁ ଜଣାନାହିଁ। ତେଣୁ ଏହି ମହାଜାଗତିକ ଶକ୍ତିକୁ ଭାରତୀୟ ଯୋଗୀମାନେ ମାତୃ ରୂପରେ ଉପାସନା କରନ୍ତି। ଆଉ ସେମାନେ ଘୋଷଣା କରିଛନ୍ତି ଯେ ମାନବର ବା ଯୋଗୀର ଅନ୍ତିମ ଯାତ୍ରା ହେଉଛି ମାର ସେହି କୋଳ, ଯେଉଁ କୋଳରେ ସେ ଶାନ୍ତିକୁ ବାରମ୍ବାର ଶାନ୍ତି ଭିତରେ ବୁଡ଼ିଯାଏ, ଶାନ୍ତି ଭିତରେ ରହିବାର ସ୍ୱଭାବ ମିଳେ ତାକୁ। କିନ୍ତୁ ଯେତେବେଳେ ଏହି ଶବ୍ଦ ସେ ଦେଖିଲେ, ସ୍ୱାମୀଜୀଙ୍କର ବାସ୍ତବିକ ଆମେ ଜୀବନକୁ ଦେଖିବା, ସେହି ଜୀବନରେ କେତେ ବ୍ୟାପକ ଭୂମିରେ ସେ କ୍ରିୟା କରୁଛି। ତାଙ୍କର ଭିତରେ ପ୍ରେମ କହିଲେ ଆମେମାନେ ଯେମିତି ସଂକୁଚିତ ସ୍ୱଭାବକୁ ବୁଝୁ, ସ୍ୱାମୀଜୀ ପ୍ରେମ କହିଲେ ବୁଝୁଥିଲେ, you utilize your life for universe। ସମସ୍ତଙ୍କର ପାଇଁ ଯେତେବେଳେ ଏହି ଜୀବନ ବ୍ୟବହାର ହେଇଯାଏ, ସେହି ବ୍ୟବହାରକୁ ପ୍ରେମ କୁହାଯାଏ। କୌଣସି ସଂକୁଚିତ ପଶୁତ୍ୱକୁ ପ୍ରେମ କୁହାଯାଏ ନାହିଁ, କୌଣସି ନାଚିବା ଡେଇଁବାକୁ ପ୍ରେମ କୁହାଯାଏ ନାହିଁ। ଏ ଜୀବନକୁ ସମଗ୍ର ମାନବ ଜାତିର ପାଇଁ ଯେତେବେଳେ ଉତ୍ସର୍ଗୀକୃତ କରି ଦିଆଯାଏ, ସେତେବେଳେ ବାସ୍ତବିକ ପ୍ରେମ ହୁଏ। ଆମେ ଦେଖିବା ବାସ୍ତବରେ ସ୍ୱାମୀଜୀ ଦେଖୁଥିଲେ କ'ଣ, ଆମେ ଦେଖୁଛୁ କ'ଣ? ଆମେ ଦେଖୁଛୁ ଆମର ସଂକୁଚିତ ଜୀବନ ଜୀବାର ଶୈଳୀ, ନିଜସ୍ୱ ସ୍ୱାର୍ଥରେ ଜୀବାର ଶୈଳୀ, ନିଜ ପରିବାରର ଜୀବାର ଶୈଳୀ। କିନ୍ତୁ ସ୍ୱାମୀଜୀ ଦେଖୁଥିଲେ ସାରା ମାନବ ବଞ୍ଚିବାର ଗୋଟିଏ ରାସ୍ତା, ଗୋଟିଏ ଜୀବନ। ସେ କହିନାହାନ୍ତି ମାନବ ଜାତିକୁ ବିଭିନ୍ନ ଜାତି ରୂପରେ, ସେ କହିଛନ୍ତି ମାନବ ଅର୍ଥାତ୍ ଗୋଟିଏ ଜାତି, ଯେଉଁଥିରେ ମଣିଷ ବିଚ୍ଛିନ୍ନ ଭାବ ବ୍ୟବହାର କରିପାରିବ ନାହିଁ। ସେହି ଗୋଟିଏ ତାକୁ କହୁଥିଲେ ଯେ ପୃଥିବୀରେ ମାନବ କହିଲେ ସମସ୍ତ ମାନବର ସମାହାର ଯେତେବେଳେ ଏକତ୍ରରେ ବିଲୀନ ହେଇଯାଏ, ସେଟା ଗୋଟିଏ ମାନବ ଜାତିରେ ରୂପାନ୍ତରିତ ହୋଇଯାଆନ୍ତି। ଠିକ୍ ସେମିତି ସେ ଦେଶ ସମ୍ବନ୍ଧରେ କହନ୍ତି। ଦେଶ ଭାରତକୁ ସେ ମାର ତୁଳନା କରନ୍ତି, କାରଣ ଏହି ଭାରତ ସଦାକାଳୀନ ସମସ୍ତ ପୃଥିବୀବାସୀଙ୍କର ଜନନୀ। ତେଣୁ ଭାରତକୁ ସେ ସଦାକାଳୀନ ମା ରୂପରେ ଦେଖନ୍ତି। ଆମେ ବିଭିନ୍ନ ସମ୍ପ୍ରଦାୟ ସଂଗଠନକୁ ଦେଖୁ, କିନ୍ତୁ ସ୍ୱାମୀଜୀ କହୁଥିଲେ ବିଭିନ୍ନ ସମ୍ପ୍ରଦାୟ